ଘରୁ ଆସି ଡାକି ନେଇଗଲା ଆଉ ଜୀବନରୁ ମାରି ଫିଙ୍ଗି ଦେଲା ନାଳରେ। ଭାବିଥିଲା ହତ୍ୟା ପରେ କେହି ଟେର ପାଇବେନି, ହେଲେ ପୁଅକୁ ଘରୁ ଡାକି ନେବା ବେଳେ ଦେଖିଥିଲେ ମା। ଆଉ ପୁଅ ଘରକୁ ନ ଫେରିବାରୁ ଏ ବିଷୟରେ କହିଥିଲେ ସ୍ୱାମୀଙ୍କୁ। ପରିବାର ଲୋକେ ଥାନାରେ ପୁଅ ନିଖୋଜକୁ ନେଇ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ବାନ୍ଧିଥିଲା ପୋଲିସ। ଆଉ ପ୍ରଥମେ ନା ନା ମୁଁ ଜାଣିନି କହୁଥିବା ଲୋକଟା ଶେଷରେ ପୋଲିସର ପଚରା ଉଚରା ଆଗରେ ଧରା ପଡ଼ିଗଲା। ଆଉ ତାପରେ ଗଳଗଳ କରି ସବୁ ସତଗୁଡ଼ିକ ଗାଇଗଲା। ତାକୁ ଶୁଣିବା ପରେ ଖାଲି ପୋଲିସ ନୁହେଁ, ପୁଅର ପରିବାର ବି ମୁଣ୍ଡରେ ହାତ ଦେଇ ବସିଲେ। ହଁ ଆଜ୍ଞା, ପୋଲିସ ଆଗରେ ସତ ଓଗାଳିଲା ଶୈତାନ ହତ୍ୟାକାରୀ। ଗୋଟି ଗୋଟି କରି କହିଲା କେମିତି ଡାକି ନେଇ ବିଭତ୍ସ ଭାବରେ ମାରିଦେଇଥିଲା ଘରର ଗୋଟେ ବୋଲି ପୁଅକୁ। ଚାକିରି କରେଇଦେବ କହି 95,000 ଟଙ୍କା ନେଇଥିଲା, କିନ୍ତୁ ଦେଇପାରିଲାନି ନିଯୁକ୍ତି। ଟଙ୍କା ଫେରେଇବାକୁ କହିବାରୁ ଜୀବନରୁ ମାରିଦେଲା। ଅନୁଗୁଳ ଜିଲ୍ଲା ଶିଳ୍ପାଞ୍ଚଳ ଥାନା ନିଶା ଅଞ୍ଚଳରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ପୋଲିସ ହତ୍ୟାକାରୀକୁ ଧରି ତା ନାଁରେ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଛି। ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା କତରଭଗା ଗ୍ରାମର ଲୋକନାଥ ମେହେରକୁ କୋଇଲା ଖଣିରେ ଚାକିରି କରାଇଦେବାକୁ କହି ବ୍ରଜରାଜ ନଗର ଅଞ୍ଚଳର ଅମିତ ବଢ଼େଇ କିଛି ମାସ ପୂର୍ବରୁ ତାଙ୍କଠାରୁ 95,000 ଟଙ୍କା ନେଇଥିଲା। ଚାକିରି ଦେବ କହି ଅମିତ ଦିନ ଗଡ଼େଇ ଚାଲିଥିଲା, ହେଲେ ଚାକିରି ନ ମିଳିବାରୁ ଲୋକନାଥ ଟଙ୍କା ଫେରେଇବାକୁ କହିଥିଲେ। ଏଣୁ ଅମିତ ଗତ 4 ତାରିଖରେ ଲୋକନାଥକୁ ଧରି ଅନୁଗୁଳରେ ପହଞ୍ଚି ଏକ ବାଇକ୍ରେ କୁଆଡ଼େ ନେଇଯାଇଥିଲା। ଲୋକନାଥ ଘରକୁ ନ ଫେରିବାରୁ ପରିବାର ଲୋକ ପୁଅ ନିଖୋଜ ଥିବା ନେଇ ସମ୍ବଲପୁର ଥାନାରେ ଅଭିଯୋଗ କରିଥିଲେ। ସମ୍ବଲପୁର ପୋଲିସ ଅମିତକୁ ଅଟକ ରଖି ପଚରା ଉଚରା କରିଥିଲା। ପରେ ଅମିତ ଟଙ୍କା ପାଇଁ ଲୋକନାଥକୁ ମାରିଦେଇଥିବା ସ୍ୱୀକାର କରିଥିଲା। ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ସହଯୋଗରେ ସମ୍ବଲପୁର ପୋଲିସ କଙ୍କରେଇ ନାଳରେ ଲୋକନାଥଙ୍କ ମୃତଦେହ ଠାବ କରିଥିଲା। ଏଥିସହ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅମିତକୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। ଅନୁଗୁଳରୁ ଶିବୁ ନାୟକଙ୍କ ରିପୋର୍ଟ, ଓଡ଼ିଶା ଭାସ୍କର।